ତାରିଖ 2/8/2026 ଓ 3/8/2026 ରବିବାର ଓ ସୋମବାର 2 ଦିନ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଏତଦ୍ୱାରା ବରଗଡ଼ ସହରବାସୀଙ୍କୁ ଜଣାଇ ଦିଆଯାଉଅଛି କି ଯେ ଜଳ ବିଶୋଧନା କେନ୍ଦ୍ର ବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ଜଳ ବଣ୍ଟନ ବ୍ୟବସ୍ଥାର ଆନୁଆଲ ମେଣ୍ଟେନାନ୍ସ କାର୍ଯ୍ୟ ନିମନ୍ତେ ତାରିଖ 2/8/2026 ଓ 3/8/2026 ରବିବାର ଓ ସୋମବାର 2 ଦିନ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଏହି ସମୟ ମଧ୍ୟରେ ସମସ୍ତ ଉପଭୋକ୍ତାଙ୍କୁ ପୂର୍ବରୁ ଆବଶ୍ୟକ ପରିମାଣର ପାନୀୟ ଜଳ ସଂରକ୍ଷଣ କରି ରଖିବାକୁ ଅନୁରୋଧ କରାଯାଉଅଛି। ମେଣ୍ଟେନାନ୍ସ କାର୍ଯ୍ୟ ସମାପ୍ତ ହେବା ପରେ ପୂର୍ବପରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ଭାବେ ପୁନଃ ଆରମ୍ଭ କରାଯିବ। ଏହି ସାମୟିକ ଅସୁବିଧା ପାଇଁ ସମସ୍ତ ଉପଭୋକ୍ତାଙ୍କର ସହଯୋଗ କାମନା କରୁଛୁ। PHD ଅଫିସ, ବରଗଡ଼।